नमस्कार दर्शक बंधु, आज मु आपण मानक पई किछि भाइराल खबर नहीं आछि। तेबे चलंतु जानिबा खबर गुड़िक कौन। प्रथम खबर, 9 थर विवाह करी लुटुथिले वर्तमान धरा पड़िले। महाराष्ट्र बीड जिल्लारू एक आश्चर्यजनक घटना सामना को आसीछि, जेउठी जणे महिला नववधू साजी गोटे किंबा दुईटी नुहे बरं 8 जनक विवाह करी सर्वस्व लुटि निछंती। किंतु नवम विवाह बेले तांकर चतुरता आउ काम देलानी। ଏହି ସାଂଘାତିକ ଖେଳ ପଛରେ ଏକ ପୂରା ଗ୍ୟାଙ୍ଗ ସକ୍ରିୟ ଥିଲା। ଯୁବତୀ ଜଣକ ପ୍ରଥମେ ମ୍ୟାଟ୍ରିମୋନି ଆପ୍ ଜରିଆରେ ବର ଖୋଜୁଥିଲେ। ଏହାପରେ ଏଜେଣ୍ଟ ମାନେ ବର ପକ୍ଷରୁ ନିଜ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲେ। ବିବାହ ବେଦୀରେ ସିନ୍ଦୁର ପିନ୍ଧି ନବବଧୂ ସାଜି ମହିଳା ଜଣକ ବହୁତ ଧୁମଧାମରେ ଶାଶୁ ଘରକୁ ଯାଉଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଭାବେ ଚାଲୁଥିଲା। କିନ୍ତୁ ସୁବିଧା ସୁଯୋଗ ଦେଖି ମହିଳା ଜଣକ ନିଜର ଅସଲ ରୂପ ଦେଖାଉଥିଲେ। ଘରର ସମସ୍ତ ସୁନା ଓ ଗହଣା ଉପରେ ନଜର ରଖୁଥିଲେ। ଲକ୍ଷାଧିକ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଧରି ରାତାରାତି ଫେରାର ହୋଇ ଯାଉଥିଲେ। ଏହିପରି ଭାବେ ସେ ପୂର୍ବରୁ 8 ଜଣ ସ୍ୱାମୀଙ୍କୁ ଚୂନ ଲଗାଇ ସାରିଥିଲେ। 8 ଜଣଙ୍କୁ ଶିକାର କରିବା ପରେ ମହିଳା ଜଣକ ନବମ ଥର ପାଇଁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ବହୁତ ଖୁସି ଥିଲେ ମଧ୍ୟ ସ୍ତ୍ରୀଙ୍କର ଚାଲିଚଳନ ବା ହାବଭାବ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ସନ୍ଦେହ ବଢ଼ିବାରୁ ସେ ପୋଲିସରେ ଅଭିଯୋଗ କରିଥିଲେ। ଯେତେବେଳେ ପୋଲିସ ସେହି ମହିଳାଙ୍କ ପାଷ୍ଟ କାର୍ଡ ବା ପାଷ୍ଟ ରେକର୍ଡ ତଥା ପୂର୍ବ ଇତିହାସ ଖୋଳାଖୋଳି କଲା, ସେମାନଙ୍କର ହୋସ ଉଡ଼ିଗଲା। ତ ମହିଳା ଜଣକ ଜଣେ ବୃତ୍ତିଗତ ଠକ। ସେ ପୂର୍ବରୁ 8 ଜଣଙ୍କୁ ବିବାହ କରି ସାରିଛନ୍ତି। ଏହା ପଛରେ ଏକ ବଡ଼ ରାକେଟ କାମ କରୁଛି। ସୂଚନା, ବର୍ତ୍ତମାନ ପୋଲିସ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ବିବାହବଳୀ ସମ୍ପର୍କରେ ମ୍ୟାଟ୍ରିମୋନି ଆପ୍ ବ୍ୟବହାର କଲାବେଳେ ସତର୍କ ରଖିବାକୁ ପରାମର୍ଶ ଦିଆଯାଉଛି। ତେବେ ନେକ୍ସଟ ଖବରରେ ଚାଲନ୍ତୁ ଜାଣିବା ଜଣେ କଏଦୀ ଓ ପୁଲିସ ଅଧିକାରୀଙ୍କ ଅଦ୍ଭୁତ ପ୍ରେମ କାହାଣୀ। ପ୍ରେମ ଯେ କୌଣସି ଜାତି, ଧର୍ମ କିମ୍ବା ବନ୍ଧନକୁ ମାନେ ନାହିଁ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ। ଜଣେ ହିନ୍ଦୁ କଏଦୀ ଏବଂ ମୁସଲମାନ ଅଧିକାରୀଙ୍କର ସମାଜର ସବୁ ବାଧାବିଘ୍ନକୁ ଏଡ଼ାଇ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କାହାଣୀର ନାୟକ ହେଉଛନ୍ତି ଧର୍ମେନ୍ଦ୍ର ସିଂ ଏବଂ ନାୟିକା ହେଉଛନ୍ତି ସତନା ଜେଲ ଅଧିକାରୀ ଫିରୋଜ ଖାତୁନ। 2007 ମସିହାରେ ଏକ ହତ୍ୟା ମାମଲାରେ ସଜା କାଟୁଥିବା ଧର୍ମେନ୍ଦ୍ର ସତନା କେନ୍ଦ୍ରୀୟ ଜେଲରେ ଥିଲେ। ସେହି ସମୟରେ ଫିରୋଜ ସେଠାରେ ନିଜର ଡ୍ୟୁଟି କରୁଥିଲେ। ଜେଲରେ ରହିବା ସମୟରେ ଉଭୟଙ୍କର ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ତାହା ଗଭୀର ପ୍ରେମରେ ପରିଣତ ହୋଇଥିଲା। ନିଜର ଭଲ ଆଚରଣ ଯୋଗୁଁ ଧର୍ମେନ୍ଦ୍ର 14 ବର୍ଷ ପରେ ଜେଲରୁ ମୁକ୍ତ ହୋଇଥିଲେ। ମୁକ୍ତିର 4 ବର୍ଷ ପରେ ସେମାନେ ନିଜର ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ନିଷ୍ପତ୍ତି ନେଇଥିଲେ। ବିବାହରେ ଥିଲା ଅନେକ ବାଧାବିଘ୍ନ। ଧର୍ମ ଅଲଗା ହୋଇଥିବାରୁ ଏବଂ ଧର୍ମେନ୍ଦ୍ର ଜଣେ ପୂର୍ବତନ କଏଦୀ ହୋଇଥିବାରୁ ଫିରୋଜଙ୍କ ପରିବାର ଏହି ସମ୍ପର୍କକୁ ସହଜରେ ଗ୍ରହଣ କରିନଥିଲେ। ତେବେ ସବୁ ପ୍ରତିବନ୍ଧକ ସତ୍ତ୍ୱେ ଗତ 5 ମଇ 2026ରେ ଲବକୁଶ ନଗରରେ ଉଭୟଙ୍କର ହାତଗଣ୍ଠି ପଡ଼ିଥିଲା। ବିଶେଷ କଥା ହେଉଛି, କନ୍ୟାର ପରିବାର ରାଜି ନ ହୋଇଥିବାରୁ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଫିରୋଜଙ୍କର କନ୍ୟାଦାନ କରିଥିଲେ। ଧର୍ମେନ୍ଦ୍ରଙ୍କ ଅତୀତ। ଧର୍ମେନ୍ଦ୍ର ସିଂ, ଯାହାଙ୍କୁ ଅଭିଳାଷ ନାମରେ ମଧ୍ୟ ଜଣାଯାଏ, ଚାନ୍ଦୋଲା ବାସିନ୍ଦା ଅଟନ୍ତି। 2007ରେ ଏକ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ପାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ସେ ଜଣେ ଭଲ ଚରିତ୍ରର ବ୍ୟକ୍ତି ଏବଂ ସେଥିପାଇଁ ତାଙ୍କ ଭଲ ବ୍ୟବହାର ପାଇଁ ତାଙ୍କୁ କମ୍ ସମୟ ପୂର୍ବରୁ ମୁକ୍ତି କରାଯାଇଥିଲା। ନିଷ୍କର୍ଷ, ଏହି ବିବାହ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାକୁ ଫିଲ୍ମ ବୀର ଜାରାର ବାସ୍ତବ ରୂପ ବୋଲି କହୁଛନ୍ତି। ଉଭୟ ନବଦମ୍ପତିଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଘୁଟୁଛି। ପରବର୍ତ୍ତୀ ଖବର, ବିବାହ କରନି, ମୋ ଅବସ୍ଥା ଦେଖିନିଅ। ମୁଜାଫର ଜିଲ୍ଲାର ଫତାଇ ନିବାସୀ ଶୈଳେଶ କୁମାର ହାତରେ ଏକ ପୋଷ୍ଟର ଧରି ହାଜିପୁରର ଚୌକିରେ ବସିଥିବାର ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଲେଖାଯାଇଥିଲା, କେହି ବିବାହ କରନ୍ତୁ ନାହିଁ। ଯାହାର ବିବାହ କରିବାକୁ ଇଚ୍ଛା ଅଛି ସେ ଥରେ ମୋ ଅବସ୍ଥା ଦେଖି ନିଅନ୍ତୁ। ଯଦି ପତ୍ନୀ ଭଲ ମିଳେ ତେବେ ଜୀବନ ସ୍ୱର୍ଗ, କିନ୍ତୁ ଯଦି ପତ୍ନୀ ଖରାପ ମିଳେ ତେବେ ଜୀବନ୍ତ ଅବସ୍ଥାରେ ନର୍କ ଦେଖିବ। 8 ବର୍ଷର ବିବାହ ମଧ୍ୟରେ ପତ୍ନୀ ମାତ୍ର 12 ମାସ ମୋ ସହିତ ରହିଛନ୍ତି। ଆଜି ମୁଁ ଭଗବାନଙ୍କ ନିକଟରୁ ମୃତ୍ୟୁ ମାଗୁଛି। ପୀଡ଼ିତ ସ୍ୱାମୀ ଶୈଳେଶଙ୍କ କହିବା ଅନୁସାରେ 2018 ମସିହାରେ ହାଜିପୁରର ପିଙ୍କିଙ୍କ ସହ ତାଙ୍କର ବିବାହ ହୋଇଥିଲା। ବର୍ଷେ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ପରେ ନିର୍ଯାତନା ଆରମ୍ଭ ହୋଇଥିଲା।
ତାଙ୍କର ପକ୍କା ଘର ଓ ଅଧିକ ଟଙ୍କା ନଥିବାରୁ ପତ୍ନୀ ତାଙ୍କ ସହ ରହିବାକୁ ମନା କରିଦେଇଥିଲେ। ପତ୍ନୀଙ୍କ ଭାଇମାନେ ମଧ୍ୟ ତାଙ୍କୁ ମାଡ଼ ମାରିବା ସହ ବ୍ୟବସାୟରୁ ବାହାର କରିଦେଇଥିବା ଅଭିଯୋଗ ସେ କରିଛନ୍ତି। ଶୈଳେଶ ଆହୁରି ଅଭିଯୋଗ କରିଛନ୍ତି ଯେ ଶ୍ୱଶୁର ଘରର ଲୋକେ ତାଙ୍କୁ ଧୋକା ଦେଇ ବିବାହ କରାଇଥିଲେ। ପତ୍ନୀଙ୍କର ପୂର୍ବରୁ ଏକ ବିବାହ ହୋଇଥିବା କଥା ତାଙ୍କୁ ଲୁଚା ଯାଇଥିଲା। ବିବାହ ପରେ ତାଙ୍କ ପତ୍ନୀ 4 ଥର ଘରୁ ପଳାଇଛନ୍ତି। ଏବେ ସେ ଦାଣ୍ଡରେ ଭିକାରୀ ସାଜିଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ଦେଖି ପ୍ରଶ୍ନ କରୁଛନ୍ତି ଯେ ଦେଶରେ ମହିଳାଙ୍କ ପାଇଁ ଅନେକ ଆଇନ ଏବଂ କମିଶନର ଅଛି, କିନ୍ତୁ ପତ୍ନୀଙ୍କ ପାଇଁ ଦ୍ୱାରା ନିର୍ଯାତିତ ହେଉଥିବା ସ୍ୱାମୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ କାହିଁକି? ତେବେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ବସିଥିବା ଏହି ପୀଡ଼ିତା ବ୍ୟକ୍ତିଙ୍କ ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଏହିପରି ଷ୍ଟୋରି ଏବଂ କ୍ରାଇମ୍ ଖବର ଜାଣିବାର ଇଚ୍ଛା ଅଛି, ତେବେ କମେଣ୍ଟ ବକ୍ସରେ ଲେଖନ୍ତୁ। ମୁଁ ଆହୁରି କ୍ରାଇମ୍ ଖବର ଏବଂ ଏହିଭଳି ଷ୍ଟୋରି ନେଇ ଆସିବି।